ନମସ୍କାର। ଆସନ୍ତୁ ଆରମ୍ଭ କରିବା ଆଜିର ଏହି ସୁନ୍ଦର ଭିଡ଼ିଓଟି। ବସନ୍ତ ପଞ୍ଚମୀ ବା ସରସ୍ୱତୀ ପୂଜା 2026ରେ କେବେ ପଡ଼ୁଛି? ଏହାର ଶୁଭ ସମୟ, ଏହି ଦିନ କାହିଁକି ସବୁଠାରୁ ସ୍ୱତନ୍ତ୍ର ଏବଂ ପୂଜା ବିଧି ଆସନ୍ତୁ ଜାଣିବା। ବସନ୍ତ ପଞ୍ଚମୀକୁ ଜ୍ଞାନ ଏବଂ ବାଣୀର ଦେବୀ ସରସ୍ୱତୀଙ୍କ ଜନ୍ମତିଥି ଭାବରେ ପାଳନ କରାଯାଏ। ଆସନ୍ତା ବର୍ଷ ବସନ୍ତ ପଞ୍ଚମୀ 23 ଜାନୁଆରୀ 2026ରେ ପଡ଼ୁଛି। ଏହି ଦିନ ଦେବୀ ସରସ୍ୱତୀଙ୍କୁ ପୂଜା କରିବାର ଶୁଭ ସମୟ ଆସନ୍ତୁ ଜାଣିବା। ବସନ୍ତ ପଞ୍ଚମୀ 2026 ଶୁଭ ସମୟ। ମାଘ ମାସର ଶୁକ୍ଳ ପକ୍ଷର ପଞ୍ଚମୀ ତିଥି 23 ଜାନୁଆରୀ 2026ରେ ଆରମ୍ଭ ହେବ। ସରସ୍ୱତୀ ପୂଜା ପାଇଁ ପ୍ରାମାଣିକ ସମୟ ସକାଳ 7:13ରୁ ଅପରାହ୍ନ 12:33। ଦେବୀ ସରସ୍ୱତୀଙ୍କ ପୂଜା ପାଇଁ ବସନ୍ତ ପଞ୍ଚମୀକୁ ବର୍ଷର ସବୁଠାରୁ ବିଶେଷ ଦିନ ଭାବରେ ବିବେଚନା କରାଯାଏ। ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ଦିନକୁ ଜ୍ଞାନର ପର୍ବ ଭାବରେ ପାଳନ କରାଯାଏ। ଦେବୀ ସରସ୍ୱତୀ ହେଉଛନ୍ତି ଜ୍ଞାନ, ବାଣୀ ଏବଂ ଶିକ୍ଷାର ଦାତା। ତାଙ୍କର ଆଶୀର୍ବାଦ ଶିକ୍ଷା କ୍ଷେତ୍ରରେ ଅପାର ସଫଳତା ଆଣିଥାଏ। ପାରମ୍ପରିକ ରୂପରେ ସରସ୍ୱତୀ ଶୁକ୍ଳ ବସ୍ତ୍ର ପରିଧାନ କରି, କର୍ଣ୍ଣରେ ରତ୍ନ ବିଭୂଷିତ କୁଣ୍ଡଳ ଧାରଣ କରି, ଗଳାରେ ଗଜମୋତି ଏବଂ ମୁକ୍ତାହାର ପିନ୍ଧିଛନ୍ତି ଓ ହସ୍ତରେ ବୀଣା ଓ ପୁସ୍ତକ ଧାରଣ କରି ପଦ୍ମାସନରେ ଶ୍ୱେତ ପଦ୍ମ ଉପରେ ଅଧିଷ୍ଠାତ୍ରୀ ହୁଅନ୍ତି। ଓଡ଼ିଆ ଭାଷାରେ ତାଙ୍କୁ ବାଣୀ ବୋଲି ମଧ୍ୟ କୁହାଯାଏ। ତାଙ୍କର ଅନ୍ୟ ନାମ ସବୁ ହେଲା ବୀଣା ପୁସ୍ତକ ଧାରିଣୀ, ବାଗ୍ଦେବୀ, ବରଦା ଇତ୍ୟାଦି। ସେ ସ୍ରୋତସ୍ୱତୀ ପରି ପ୍ରବାହମାନ, ଜ୍ଞାନର ଅଧିଷ୍ଠାତ୍ରୀ ଦେବୀ। ସେ ହେଉଛନ୍ତି ବାକ୍ୟର ଦେବୀ ବାଗ୍ଦେବୀ। ମା ଯୋଗମାୟା ଆଦ୍ୟାଶକ୍ତିଙ୍କ କଣ୍ଠରୁ ସରସ୍ୱତୀ ସମ୍ଭୂତା। ମା ସରସ୍ୱତୀ, ମା ଲକ୍ଷ୍ମୀ ଓ ମା କାଳୀ ତିନୋଟି ସ୍ୱରୂପ ଆଦ୍ୟାଶକ୍ତିଙ୍କର। ବସନ୍ତ ପଞ୍ଚମୀ କାହିଁକି ସବୁଠାରୁ ସ୍ୱତନ୍ତ୍ର ଦିନ? ବସନ୍ତ ପଞ୍ଚମୀକୁ ସମସ୍ତ ଶୁଭ ଘଟଣା ପାଇଁ ଶୁଭ ବୋଲି ବିବେଚନା କରାଯାଏ। ଏହି କାରଣରୁ ବସନ୍ତ ପଞ୍ଚମୀକୁ ଅବୁଝ ମୁହୂର୍ତ୍ତ ଭାବରେ ଜଣାଶୁଣା ଏବଂ ନୂତନ ଉଦ୍ୟମ ଆରମ୍ଭ କରିବା, ବିବାହ, ବିଦ୍ୟା ଆରମ୍ଭ ଉତ୍ସବ, ପବିତ୍ର ସୁତା ଉତ୍ସବ ଏବଂ ଗୃହ ସ୍ଥାପନ ଉତ୍ସବ ଭଳି ଶୁଭ ଘଟଣା ପାଇଁ ଆଦର୍ଶ ବୋଲି ବିବେଚନା କରାଯାଏ। ବସନ୍ତ ପଞ୍ଚମୀ ପୂଜା ବିଧି। ବସନ୍ତ ପଞ୍ଚମୀରେ ସକାଳେ ଉଠି ପ୍ରଥମେ ମାତା ଧରଣୀକୁ ସ୍ପର୍ଶ କରି ପ୍ରଣାମ କରନ୍ତୁ। ସ୍ନାନ ପରେ ହଳଦିଆ ବସ୍ତ୍ର ପିନ୍ଧନ୍ତୁ। ହଳଦିଆ ବସ୍ତ୍ରକୁ ସମୃଦ୍ଧି ଏବଂ ଶକ୍ତିର ପ୍ରତୀକ ଭାବରେ ବିବେଚନା କରାଯାଏ। ଏହାପରେ ଦେବୀ ସରସ୍ୱତୀଙ୍କ ପ୍ରତିମାକୁ ଗଙ୍ଗା ଜଳରେ ସଫା କରନ୍ତୁ ଏବଂ ତାଙ୍କୁ ହଳଦିଆ କିମ୍ବା ଧଳା ବସ୍ତ୍ର ପିନ୍ଧାନ୍ତୁ। ତାପରେ ପ୍ରତିମାକୁ ଚନ୍ଦନ ତିଲକ, ହଳଦୀ, ଫଳ, ଫୁଲ, ରୋଲି, କେଶର ଏବଂ ଚାଉଳ ଅର୍ପଣ କରନ୍ତୁ। ଦେବୀଙ୍କୁ ବୁନ୍ଦି ଲଡୁ ସହିତ ଦହି ଏବଂ ହାଲୁଆ ଅର୍ପଣ କରନ୍ତୁ। ବିଦ୍ୟାର୍ଥୀମାନେ ସେମାନଙ୍କର ନୋଟବୁକ୍, କଲମ ଏବଂ ପୁସ୍ତକ ଦେବୀ ସରସ୍ୱତୀଙ୍କ ପାଦରେ ରଖିବା ଉଚିତ ଏବଂ 108 ଥର ମା ସରସ୍ୱତୀଙ୍କ ମନ୍ତ୍ର ଜପ କରିବା ଉଚିତ। ଏହା ବୁଦ୍ଧି ବିକଶିତ କରେ। ଏଠାରେ ପ୍ରଦାନ କରାଯାଇଥିବା ସୂଚନା କେବଳ ବିଶ୍ୱାସ ଏବଂ ସୂଚନା ଉପରେ ଆଧାରିତ। କୌଣସି ସୂଚନା କିମ୍ବା ସୂଚନା ଉପରେ କାର୍ଯ୍ୟ କରିବା ପୂର୍ବରୁ ଜଣେ ପ୍ରାସଙ୍ଗିକ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ। ଆଜି ପାଇଁ ଭିଡ଼ିଓଟି ଏତିକି। ପୁଣି ଦେଖା ହେବ ଆଉ ଏକ ସୁନ୍ଦର ଭିଡ଼ିଓରେ। ଥ୍ୟାଙ୍କ୍ସ ଫର ୱାଚିଂ।